ଅପ୍ରେଲ ମାସରେ ମକର ରାଶି ଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ନିଜ ବାହୁବଳରେ ଧନ ଉପାର୍ଜନ କରିବାକୁ ସମର୍ଥ ହେବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମକର ରାଶି ପାଇଁ 2026 ମସିହା ଅପ୍ରେଲ ମାସ ପରିଶ୍ରମ ଓ ପରାକ୍ରମ ଭରା ମାସ ରହିବ। ମାସର ପ୍ରଥମାର୍ଦ୍ଧରେ ମକର ରାଶିର ଅଧିପତି ଶନି ସୂର୍ଯ୍ୟ ମହାଗ୍ରହଙ୍କ ସହିତ ମକର ରାଶିର ତୃତୀୟ ଭାବ ମୀନ ରାଶିରେ ଅବସ୍ଥାନ କରୁଥିବାରୁ ଏହି ସମୟରେ ମକର ରାଶିଜାତ ବ୍ୟକ୍ତି ସେଲ୍ଫ କନଫିଡେନ୍ସ ବା ଆତ୍ମବିଶ୍ୱାସରେ ଭରା ରହିବେ। ନେତୃତ୍ୱ ନେବାର ଦକ୍ଷତା ପ୍ରତିପାଦନ ହେବ। ନୂଆ କିଛି ଦାୟିତ୍ୱ ଗ୍ରହଣ କରିବେ। ଚାକିରି କ୍ଷେତ୍ରରେ ପ୍ରମୋସନ୍ ପାଇବାର ଯୋଗ ରହିଅଛି। ଭାଇ ଭଉଣୀମାନଙ୍କ ମଧ୍ୟରେ ଅନାବିଳ ସ୍ନେହ ପ୍ରକଟିତ ହେବ। ବାଣିଜ୍ୟ ବ୍ୟବସାୟ କରୁଥିବା ମକର ରାଶିଜାତ ବ୍ୟକ୍ତିଙ୍କର ବେପାର ଭଲ ଚାଲିଲେ ମଧ୍ୟ ରାଶିଚକ୍ରରେ ବୁଧ ମହାଗ୍ରହଙ୍କର ନୀଚ ଅବସ୍ଥାନ ଯୋଗୁଁ ସମୟରେ ବେପାର କ୍ଷେତ୍ରରେ କିଛିଟା ନୀଚ ପରିଣାମ ଦେଖିବାକୁ ମିଳିପାରେ। ଅପ୍ରେଲ ମାସରେ ମକର ରାଶିଜାତ ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ନିଜ ବାହୁବଳରେ ଧନ ଉପାର୍ଜନ କରିବାକୁ ସମର୍ଥ ହେବେ। ମାସର ଦ୍ୱିତୀୟାର୍ଦ୍ଧରେ ପୋତା ଧନ ପ୍ରାପ୍ତ ହେଲା ପରି ବେଶ କିଛି ମୋଟା ରକମର ଧନ ହାତକୁ ଆସିବ। ସେୟାର ମାର୍କେଟ ବା ପୁଞ୍ଜି ବଜାରରେ ଅର୍ଥ ନିବେଶ କରିଥିଲେ ସେହିସବୁ କ୍ଷେତ୍ରରୁ ବେଶ ଆଖିଦୃଷ୍ଟିଆ ଅର୍ଥ ଲାଭ କରିପାରିବେ। ପ୍ରେମ ସମ୍ପର୍କରେ ରହିଥିବା ମକର ରାଶିଜାତ ବ୍ୟକ୍ତି ଶୁକ୍ର ମହାଗ୍ରହଙ୍କର ପ୍ରଭାବରୁ ସମ୍ପର୍କରେ ବଡ଼ ମଧୁରତା ଆସିବ। ରୋମାଣ୍ଟିଜିମ୍ ଭିତରେ ସମୟ କଟିବ। ପାରିବାରିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ ଅପ୍ରେଲ ମାସର ପ୍ରଥମାର୍ଦ୍ଧ ଅପେକ୍ଷା ଦ୍ୱିତୀୟାର୍ଦ୍ଧଟି ପରିବାର ପାଇଁ ବେଶ ଅନୁକୂଳ ରହିବ। ଏହି ସମୟରେ ଗୃହ ନିର୍ମାଣ ଓ ମରାମତି କାମରେ ବ୍ୟସ୍ତ ରହିବେ। ପୂର୍ବରୁ ରହିଥିବା ପାରିବାରିକ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ। ପରିବାର ସହିତ ଅଧିକ ସମୟ ବିତେଇବେ। ଦାମ୍ପତ୍ୟ ଜୀବନ ଯଥା ପୂର୍ବଂ ତଥା ପରଂ ଭଳି ଚାଲୁ ରହିବ। ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ। ଅଧ୍ୟୟନରତ ଛାତ୍ରଛାତ୍ରୀ ଅଧ୍ୟୟନ କ୍ଷେତ୍ରରେ ଏକାଗ୍ରତା ହରାଇବେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ ଅପ୍ରେଲ ମାସ ମକର ରାଶି ବ୍ୟକ୍ତିଙ୍କ ପାଇଁ ଓଭର ଥିଙ୍କିଂର ମାସ ହେବ। ଅର୍ଥାତ୍ ଏହି ଅପ୍ରେଲ ମାସରେ ଆବଶ୍ୟକତାଠାରୁ ଅଧିକ ଚିନ୍ତା କରିବେ। ମାସର ପ୍ରଥମ ଭାଗରେ କାମର ବୋଝ ଅଧିକ ରହିବା ଯୋଗୁଁ ହାଲିଆ ଅନୁଭବ କରିପାରନ୍ତି। ମାନସିକ ଭାବରେ ଭାରାକ୍ରାନ୍ତ ରହିବେ। ସନ୍ତୁଳିତ ଖାଦ୍ୟପେୟ, ଯଥେଷ୍ଟ ନିଦ୍ରା ଓ ଯୋଗ ପ୍ରାଣାୟାମ ପ୍ରଭୃତି ଗ୍ରହଣ କଲେ ଶରୀର ଓ ମନ ଶାନ୍ତ ରହିବ। ମକର ରାଶିଜାତ ବ୍ୟକ୍ତି ଅପ୍ରେଲ ମାସରେ ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ଶନି ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କର ଶରଣାପନ୍ନ ହୁଅନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କଲେ ରହିଥିବା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମକର ରାଶିଜାତ ବ୍ୟକ୍ତିଙ୍କର ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।